ମହାବିଷୁବ ସଂକ୍ରାନ୍ତିରେ ପ୍ରସାଦ ସହିତ ଦହିପାଣି ବଣ୍ଟନ। କେଉଁଝର ଜିଲ୍ଲା ପାଟଣା ବ୍ଲକ ସୁଆମ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଥିଲା। ନୀତିକାନ୍ତିରେ 108 ହନୁମାନ ଚାଳିଶା ସହ ଦେବନୀତି ସମ୍ପନ୍ନ ହୋଇଛି। ପୂଜକ ଭାବେ ଜିତେନ୍ଦ୍ର କୁମାର ମିଶ୍ର ପୂଜାର୍ଚ୍ଚନା କରିଥିଲା ବେଳେ କର୍ତ୍ତା ଭାବେ ଗୌରୀ ରଞ୍ଜନ ମିଶ୍ର ଓ ତାଙ୍କ ପତ୍ନୀ ଝୁନାରାଣୀ ମିଶ୍ର ଦେବନୀତି ସମ୍ପାଦନ କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ଓ ପଥଚାରୀଙ୍କ ପାଇଁ ପଣା ଓ ଖିଚୁଡ଼ିର ଭୋଗ ବଣ୍ଟନ କରାଯାଇଥିଲା। ହନୁମାନ ମନ୍ଦିର କମିଟିର ବୀରମୋହନ ଦ୍ୱିବେଦୀ, ଓମ୍ ପ୍ରକାଶ ପରିଡ଼ା, ଅର୍ଜୁନ ମହନ୍ତ, ଅଜୟ ପରିଡ଼ା, ଜ୍ଞାନେନ୍ଦ୍ର ମିଶ୍ର, ଜ୍ୟୋତିର୍ମୟ ତ୍ରିପାଠୀ, ସୁମିତ କୁମାର ପତି, କମଳ ଲୋଚନ ଦାସ, କଳ୍ପତରୁ କର, ହିମାଂଶୁ ମିଶ୍ର, ସଞ୍ଜତ କର, ବ୍ରହ୍ମାନନ୍ଦ ଶତପଥୀ, ବିଶାଲ ଦାସ, ସିଦ୍ଧାର୍ଥ ଦାସ, ଶୁଭମ ଦ୍ୱିବେଦୀଙ୍କ ସହ ଗ୍ରାମର ଯୁବକ ଓ ମନ୍ଦିର କମିଟିର ସଦସ୍ୟ ଦେବନୀତି ଓ ପ୍ରସାଦ ବଣ୍ଟନରେ ପରିଚାଳନା କରିଥିଲେ। କେଉଁଝରରୁ ଦଶରଥ ବାରିକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।